ପଡୁଛି କି ସବୁ ଖ୍ରୀଷ୍ଟିଆନ ମାନେ ପ୍ରଭୁଙ୍କର ଆଗମନ ପାଇଁ ପ୍ରସ୍ତୁତ ହେଉନାହାନ୍ତି। କାହିଁକି ହେଉନାହାନ୍ତି? ଏହା ପ୍ରଭୁଙ୍କର ଆଗମନର ଦିନ ବୋଲି ଜାଣିନାହାନ୍ତି, ଦିନ ଗୁଡିକ ବୋଲି ଜାଣି ପାରୁନାହାନ୍ତି। କାହିଁକି, କଣ ପାଇଁ ଜାଣି ପାରୁନାହାନ୍ତି? ମାନେ ବକ୍ତା ମାନେ, ପ୍ରଚାରକ ମାନେ ସେହି ବିଷୟରେ ଲୋକମାନଙ୍କୁ ଜଣାଇ ନାହାନ୍ତି। ଆଗମନର ପ୍ରଚାର, ଆଜି ଜଗତରେ ଘଟୁଥିବା ସବୁ ଘଟଣା ମାନଙ୍କର ପଛରେ ଥିବା କାରଣ ଗୁଡିକ ଜଣାଇ ନାହାନ୍ତି। ଏହା ସବୁ ପ୍ରଭୁଙ୍କର ଆଉ ଶେଷ କାଳର ଭଣ୍ଡ ଖ୍ରୀଷ୍ଟ ଶାସନର ଚିହ୍ନ ଗୁଡିକ ବୋଲି ଚିହ୍ନ ଜଣାଇ ନାହାନ୍ତି ପ୍ରଚାରକ ମାନେ। କାହିଁକି ଜଣାଇ ନାହାନ୍ତି? କାରଣ ସେଇପରି ଶିକ୍ଷା ଦ୍ୱାରା ଲାଭ ମିଳେନି, ପଇସା ମିଳେନି, ଦାନ କିଏ ଦେବେ ନାହିଁ। କାରଣ ସେଥିରେ ଆଗମନର ସମ୍ବନ୍ଧର ଶିକ୍ଷାରେ ଜଗତ ବିନଷ୍ଟ ହେଇଯିବ କି ଆଗାମୀ କ୍ରୋଧ, ଏଇ ବିଚାର ବିଷୟର ଶିକ୍ଷାରେ ଲୋକମାନଙ୍କର ଶାରୀରିକ ଫାଇଦା କିଛି ନାହିଁ। ନା ସେଇ ପ୍ରଚାରରେ ନା ସୁସ୍ଥତା ମିଳୁଛି, ସେଇ ପ୍ରଚାରରେ ନା ଚାକରି ମିଳୁଛି, ସେଇ ପ୍ରଚାରରେ ନା ପଇସା ମିଳୁଛି, ସେଇ ପ୍ରଚାରରେ ନା ଗାଡି ବଙ୍ଗଳା ମିଳିବ। ତେଣୁକରି ଶାରୀରିକ ଲାଭ ନଥିବାରୁ ନା ଅଧିକାଂଶ ଖ୍ରୀଷ୍ଟିଆନ ମାନେ ସେଇ ପ୍ରଚାର ଶୁଣୁଛନ୍ତି, ନା ଅଧିକାଂଶ ବକ୍ତା ମାନେ ସେ ବିଷୟରେ ପ୍ରଚାର କରୁଛନ୍ତି। ତ ବିଶ୍ୱାସୀ ମାନେ ମଧ୍ୟ ଆପଣାର ଶାରୀରିକ ଲାଭ ପାଇଁ ଯାହା ଦରକାର ସେଇ ସଭା ପ୍ରଚାର ସବୁ ଖୋଜି ବୁଲୁଛନ୍ତି। ଆଉ ସେମାନେ କୋ ପ୍ରଚାର କଲେ ଅଧିକ ପଇସା କି ଅଧିକ ଦାନ ପଠାଇବେ ଦେଖିକି ଦାନ ନେଇ ଚାନ୍ଦା ବୋଲି କହେ। ଏମାନଙ୍କର ଭଣ୍ଡ ସେବାକୁ ମିଳୁଥିବା ଦାନ ସବୁ ଚାନ୍ଦା ବୋଲି କହେ ମୁଁ। That's not ଦାନ, it's not offering to God, it's ଚାନ୍ଦା for the such people, preachers। ଆତ୍ମିକ ମନା, ଆତ୍ମିକ ବିଷୟ ପାଇଁ ଯଦି ଦେଇଛନ୍ତି ମାନେ ତାହେଲେ ଦାନ, मोर हिसाब रे। ओके, राइट। तो सबका अपना अपना फायदा है, अपना अपना फायदा देखकर विश्वासी माने भी सेमिति चालुଛନ୍ତି, प्रचारक माने भी सेमिति चालुଛନ୍ତି। କାହିଁକି ଏସବୁ କହିକି ରିସ୍କ କରିବା, ଲୋକମାନଙ୍କୁ କାହିଁକି ସେମାନଙ୍କୁ ବ୍ୟସ୍ତ କରିଦେବା, କାହିଁକି ଟେନସନ କରିଦେବା? आप खुश हम खुश ऐसा कुछ करो। ଏମିତି କିଛି କରିବା ଯେ କି ଆମେ ବି ଖୁସି ହେବୁ, ସେମାନେ ବି ଖୁସି ହେଇଯିବେ। जियो और जीने दो पॉलिसी परी, ନାଇଁ କି ଆମେ ବଞ୍ଚିବାର ସେମାନେ ବି ବଞ୍ଚାଉଥିଲେ। ତ ବାକ୍ୟକୁ, ବାଇବଲକୁ, ସେବାକୁ ଆଉ ପ୍ରଭୁଙ୍କୁ ସେମିତି ବ୍ୟବହାର କରୁଛନ୍ତି। ତେଣୁକରି ଲୋକମାନଙ୍କ ପାଖରେ ରାଇଟ ଇନଫର୍ମେସନ ନାହିଁ, ଯାହା ଏଇ ଯୁଗରେ ଏଇ ଦିନ ମାନଙ୍କରେ ସେମାନେ ଜାଣିବା ଆବଶ୍ୟକ ଥିଲା, ତାହା ନାହିଁ। ସେମାନଙ୍କ ପାଖରେ ପହଞ୍ଚୁ ନାହିଁ, ଇନଫର୍ମେସନ ପହଞ୍ଚୁ ନାହିଁ। ଦ ରିଏଲ ଗସ୍ପଲ ପ୍ରଚାରିତ ହେଇକି ବହୁତ ବର୍ଷ ହେଇଗଲାଣି, ଜାଣିଛନ୍ତି ଆପଣ ମାନେ। ପ୍ରକୃତର କୃଷି ଓ ସୁସମାଚାର ଦ୍ୱାରା ପ୍ରକୃତରେ କଣ ମିଳିବା ଆବଶ୍ୟକ, ଲୋକମାନଙ୍କୁ ଜଣାଇବା ଦରକାର, ଲୋକମାନଙ୍କୁ ମିଳିଥାନ୍ତା, ତାହା ପ୍ରଚାର କରିବାରୁ ବନ୍ଦ ହେଇଗଲାଣି 10, 15, 20 ବର୍ଷ ହେଲାଣି। ବୁଝିଲେ କି? ଯେଉଁ ଲୋକମାନେ ପାପର ବନ୍ଧନରେ ଅଛନ୍ତି, ଯେଉଁ ଲୋକମାନେ ଈଶ୍ୱରଙ୍କର କ୍ରୋଧ ତଳେ ଅଛନ୍ତି, ଯେଉଁ ଲୋକମାନେ ଈଶ୍ୱରଙ୍କର ବିଚାର ତଳେ ଅଛନ୍ତି, ଯେଉଁମାନଙ୍କର ମୁଣ୍ଡ ଉପରେ ପାତାଳ ମୃତ୍ୟୁ ଭ୍ରମଣ କରୁଅଛି କି ମୁଁ ମରଲେ ନେଇଯିବି ତାକୁ ବୋଲି ନରକ ଭିତରକୁ, ତ ଏମାନଙ୍କର ସେଇ ପାପରୁ, ପରମେଶ୍ୱରଙ୍କର କ୍ରୋଧରୁ, ବିଚାରରୁ, ପାତାଳ କୁଣ୍ଡରୁ ମୁକ୍ତ କରିବାର ସୁସମାଚାର ପ୍ରଚାରିତ ହେଉନି। ଯଦି କିଛି ସୁସମାଚାର ପ୍ରଚାରିତ ହେଉଛି ତାହେଲେ କେବଳ ତାହା ରୋଗରୁ ମୁକ୍ତି ପାଇଁ, ଦରିଦ୍ରତାରୁ ମୁକ୍ତି ପାଇଁ, ଅଭାବରୁ ମୁକ୍ତି ପାଇଁ ଅଟେ। କିନ୍ତୁ କ୍ରୁଶର ସୁସମାଚାର ଏଇଟା ପ୍ରଚାର କରେ ନାହିଁ ତ। The gospel doesn't guarantees you of healing, but it guarantees you of salvation। ସୁସମାଚାର ଆପଣଙ୍କୁ ସୁସ୍ଥତା ଗ୍ୟାରେଣ୍ଟି ଦିଏନି। ସେମିତି ହେଲେ କୋଉ ଖ୍ରୀଷ୍ଟିଆନ ମାନେ ରୋଗୀ ହେଇନଥାନ୍ତେ ତ? ଇଭେନ ବକ୍ତା ମାନେ ମଧ୍ୟ ରୋଗୀ ଅଛନ୍ତି, ଟ୍ରିଟମେଣ୍ଟ କରାନ୍ତି ଆଉ ରୋଗରେ ମରିବା ଖ୍ରୀଷ୍ଟିଆନ ମାନେ ଆଉ ବକ୍ତା ମାନେ, ହିଲିଂ ବକ୍ତା ମାନେ ମଧ୍ୟ ବହୁତ ଅଛନ୍ତି।
ତାହେଲେ ତାର ଅର୍ଥ କଣ? ତ ସବୁ ସୁସମାଚାର ଶୁଣି ନଥିବେ ନା କଣ, ନା ଗ୍ରହଣ କରିନଥିବେ। କାହିଁକି ରୋଗରେ ମରିଲ ବୋଲି କେହି ପଚାରୁନାହାନ୍ତି କାହିଁକି? ଆମେ ଜାଣୁଛୁ କି ଆମେ ରୋଗରେ ମରିଲେ ବି ଆମକୁ କିଛି ଫରକ ପଡିବନି, କାରଣ ଆମେ ପରିତ୍ରାଣ ପାଇଛୁ। We are not afraid of sickness, we are afraid of sin, the punishment of sin. କାରଣ ଅଧିକାଂଶ এই ସୁସମାଚାର is about healing only. God heals, 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 heals. But no guarantee, କାହିଁକି ସବୁ ସୁସ୍ଥ ହେଉନାହାନ୍ତି ତ? ସବୁ ରୋଗୀ ମାନେ ସୁସ୍ଥ ହେଉନାହାନ୍ତି, ସମସ୍ତଙ୍କ ଋଣ କ୍ଲିୟର ହେଉନି, ସମସ୍ତ ଦମ୍ପତି ମାନଙ୍କର ପିଲା ଛୁଆ ଜନ୍ମ ହେଉନାହାନ୍ତି। ହେଁ? ସମସ୍ତଙ୍କର ନିଜର ଘର ଗାଡି ନାହିଁ। तो क्या मिला सुसमाचार सुन के? ମୁଁ କହେ, ଜେଲରେ ଥିବା ଖଟୁଥିବା ଜଣେ ଲୋକ, ଜଣେ ଖଇଦିଙ୍କ ପାଇଁ କୋଉଟା ସୁସମାଚାର? ତାର କେସ୍ କଟିଗଲା, ଜଣେ କେ ହେଲେ ତାର ଜୋରମାନା ବାନ୍ଧି ଦେଇଛନ୍ତି, ଫାଇନ ବାନ୍ଧି ଦେଇଛନ୍ତି। ଜଜ୍ ସାହେବ ବି ତାକୁ ଦୟା କରିକି ତାର ଫାંસୀ, ତାର ସଜା କ୍ୟାନସଲ କରିକି ତାକୁ ମୁକ୍ତ ଘୋଷଣା କରିଛନ୍ତି ବୋଲି କହିବାଟା ତାର ପାଇଁ ସୁସମାଚାର ହେବ? ନା ସେ ଜେଲରେ ହିଁ ଥାଇକି ତାକୁ ସୁବିଧା କରେଇ ଦେବାଟା ତାର ପାଇଁ ସୁସମାଚାର? ଭାଇ କଣ ହଉଛି ତମର ପ୍ରୋବ୍ଲେମ କଣ? ଆଜ୍ଞା ରାତି ସାରା ପିଟିଥିଲେ ପୁଲିସ ମାନେ, ଏଠି ବଥା ହଉଛି, ଅମୃତାଞ୍ଜନ ଲଗା, ଅଏଣ୍ଟମେଣ୍ଟ ଟିକେ ଲଗା, ପେନ୍ କିଲର ଦଉଥିବି ଲଗା, ଔଷଧ ଅଛି ଭିତରେ, କିଛି ଚିନ୍ତା ନାହିଁ, ତମର ସେଲରେ ଫ୍ୟାନ ଗୋଟେ ଲଗାଇଦେବା, ମୁଁ କହିବି ପଇସା ଦେଇକି। ଟିଭି ଦେଖିବ ଜେଲରେ, ଟିଭି ଗୋଟେ ମିଳୁ, ମୁଁ ଟ୍ରାଏ କରିବି। ତୋର ଖାନା ଭଲ ଲାଗୁନାହିଁ, ଗୋଟେ काम करो, ଭଲ घर का खाना मिलना मिलेगा, ऐसा कुछ करेंगे, आप सप्लाई करेंगे। ବିରିୟାନୀ ସପ୍ତାହକୁ ଥରେ ଗୋଟେ ବିରିୟାନୀ ମିଳୁ, ଚିକେନ ମଟନ ଟିକେ ମିଳୁ, ଭଲ ଟିଫିନ ଗୋଟେ ମିଳୁ, ଫ୍ୟାନ ଗୋଟେ ମିଳୁ, ଗରମିରେ ଟିକେ ଏସି ଟିକେ ଲାଗୁ। ଜେଲରେ ଥିବ ପୁଣି ଏଇ ସବୁ ସୁବିଧା ତାକୁ କରାଇ ଦେବ ପୁଣି, କୋଉଟା ତାର ପାଇଁ ଗସ୍, କୋଉଟା ତାର ପାଇଁ ତାର ତାର ପାଇଁ ମାନେ ପ୍ରକୃତ ଆବଶ୍ୟକତା କଣ? ହ୍ୱାଟ ଇଜ ଦ ରିଏଲ ନିଡ ଅଫ ହିମ୍? फ्रीडम, मुक्ति, नॉट फैसिलिटीज। ପାପରେ ଥିବା ଲୋକମାନଙ୍କୁ ଛାଙ୍ଗାଇ ପ୍ରଚାର କରିବାଟା ବି ସେଇ ପ୍ରକାର ଅଟେ। ପାପ ଅଧର୍ମରେ ଥିବା ଲିପ୍ତ ଥିବା ଲୋକମାନଙ୍କୁ ଆଶିଷ 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 ବୋଲିବାଟା ବି ତାହା ଅଟେ, କି ଜେଲରେ ଥିବ କିନ୍ତୁ ସୁବିଧା କରେଇଦେବି। The real gospel is gospel of deliverance. What is Mukti Mahotsav? Deliverance festival. Not healing, brother. Healing ପାଇଁ ପ୍ରାର୍ଥନା କର ନାହିଁ ବୋଲି କହୁନାହିଁ ମୁଁ। But this is not the target ବୋଲି କହୁଛି। ଲକ୍ଷ୍ୟ ଲୋକମାନଙ୍କର ସୁସ୍ଥତା ନୁହେଁ, ଲକ୍ଷ୍ୟ ଅଟେ ଲୋକମାନଙ୍କୁ ପାପରୁ ମୁକ୍ତ କରି ସ୍वर्गକୁ ପହଞ୍ଚାଇବାଟା ଅଟେ। ହେଁ? ଜାଣି ପାରିଲେ नहीं। द रियल गॉस्पल प्रचारित ହେଇକି ବହୁତ साल हो गए, एंड रियल रिपेंटेंस और रियली उद्धार प्राप्त ଖ୍ରୀଷ୍ଟିଆନ ମାନେ ଆଜିକାଲି ଦେଖା ଯାଉନାହାନ୍ତି। ବାପ୍ତିସ୍ମ ଚାଲିଛି ବୋଧେ ବହୁତ ଜାଗାରେ, ଆମେ ବାପ୍ତିସ୍ମ ଦେଇଛୁ ଆମ ଚର୍ଚ୍ଚରେ, ଆମ ପିଲା ବାପ୍ତିସ୍ମ ନେଇଛି, ପରିତ୍ରାଣ ପାଇଲେ କି ନାହିଁ ତ ତାହାର ଠିକଣା ନାହିଁ। ବାପ୍ତିସ୍ମ ଚାଲିଛି, ମେମ୍ବରସିପ ଚର୍ଚ୍ଚରେ ମେମ୍ବରସିପ ପାଇ ଦଉଛନ୍ତି, ତ ଅଧିକାଂଶ ଲୋକମାନେ ଆର୍ ନଟ୍ ଟ୍ରୁଲି ସେଭଡ୍। ହଁ, ଏହି ବିଷୟ ଆପଣ କେତେବେଳେ କ୍ଲିୟର ହେବେ ମାନେ ଆଗମନ ବେଳକୁ, ଯେତେବେଳେ ମଣ୍ଡଳୀ ନୀତ ହେବ, प्रभु बाछी बाछी की नेबे, चुन चुन के ले जाएंगे प्रभु अपने लोगों को, चुन चुन के ले जाया जाएगा।